ମିଶିଥିଲି। They are my brothers. ସେମାନେ ମୋର ଭାଇମାନେ And because they are my brothers, ଆଉ ସେମାନେ ମୋର ଭାଇମାନେ you are also my ଆଉ brother. ତୁମମାନେ ମୋର ଭାଇମାନେ You are my sister. ଆଉ ତୁମମାନେ ମୋର ଭଉଣୀମାନେ We look a little different. ଆମେ ଟିକେ ଅଲଗା ଦେଖାଯାଉଛୁ ସତ We speak different language. ଆମେ ଟିକେ ଅଲଗା ଭାଷା କହୁଛୁ ସତ But in Jesus Christ, କିନ୍ତୁ ଯୀଶୁଙ୍କ ଠାରେ we are one ଆମେ family. ସମସ୍ତେ ଏକ। Amen. ଆମେନ୍। I want you all to know that we love you and we care for you. ଆଉ ଆପଣମାନେ ଜାଣିବା ଦରକାର ଯେ ଆମେ ଆପଣଙ୍କୁ ପ୍ରେମ କରୁଛୁ, ଆପଣଙ୍କୁ ଯତ୍ନ ନେବା ପାଇଁ ଚାହୁଁ। We pray for all of you every week. ଆମେ ସବୁ ସପ୍ତାହରେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁ We ସେଠାରେ। pray that you will be strong and you will be blessed. ଆଉ ଆମେ ପ୍ରାର୍ଥନା କରୁ ଯେ ଆପଣ ଦୃଢ ରୁହନ୍ତୁ, ଆପଣ ହେଲ୍ଦି ରୁହନ୍ତୁ, ସ୍ୱାସ୍ଥ୍ୟ ରୁହନ୍ତୁ। We pray that God will bless your land, your field, and your church. ଆଉ ଆମେ ପ୍ରାର୍ଥନା କରୁଛୁ ଆପଣଙ୍କର ଚର୍ଚ୍ଚ ମଣ୍ଡଳୀ, ଆପଣଙ୍କର ଜାଗା, ଘର ବାଡି ଯୋଉ ଜାଗାରେ କାମ କରୁଛୁ ସେ ସବୁ ଜିନିଷ ଆଶୀର୍ବାଦ ପ୍ରାପ୍ତ ହଉ। The reason we have come so far to come and visit you is simply to let you know we love you and we care for you. ଆମେ ଏତେ ଦୂରରୁ ଆସିବାର ଗୋଟେ ଏକା କାରଣ ଯେ ଆମେ ତୁମକୁ ବହୁତ ପ୍ରେମ କରୁଛୁ, ବହୁତ ଯତ୍ନ ନେବା ପାଇଁ ଚାହୁଁ। We remember you in prayer, but we have also come to see you to let you know that Jesus cares for you. ଆଉ ଆମେ ପ୍ରାର୍ଥନା କରୁଛୁ ସତ, ଆମେ ଯତ୍ନ ନେଉଛୁ ସତ, କିନ୍ତୁ ଏତେ ଦୂରରୁ ଦେଖିବା ପାଇଁ ଖାଲି ଆସିବାର ମାନେ ଯେ ଆମେ ଯଦି ଏତେ ଦୂରରୁ ଆସିପାରୁଛୁ ଯୀଶୁ ଆପଣଙ୍କୁ କେତେ ପ୍ରେମ କରୁନଥିବେ। We just sang some songs. ଆମେ କିଛି ଗୀତକୁ ଗାଇଲୁ ଏ ସ୍ଥାନରେ, We just did some prayer. ଆମେ କିଛି ପ୍ରାର୍ଥନା କଲୁ ଏ ସ୍ଥାନରେ। We were not singing into the air or just to the trees. We are singing to God who hears us. ଆମେ ଗଛ ପାହାଡ଼ ପାଇଁ ଗୀତ ଗାଇଲୁନୁ, ଆମେ ସର୍ବଶ୍ରେଷ୍ଠ ପରମେଶ୍ୱରଙ୍କ ନିମନ୍ତେ ଗୀତ ଗାଇଲୁ। He knows you personally. ଆଉ ସେ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛନ୍ତି। You are not born in Dakarbadi by accident. ଆପଣମାନେ ଏଇ ଜାଗାରେ ଏମିତି ଏକା ଜନ୍ମ ଯାଇନାହାନ୍ତି। God has placed you here. He knows you are here and He loves you and He cares for you. ଆଉ ପ୍ରଭୁ ଜାଣିଛନ୍ତି ତୁମେ ଏଠି ଜନ୍ମ ହୋଇଛ, ଏ ଜାଗାରେ ରହୁଛ, ଆଉ ସେ ଆପଣଙ୍କୁ ପ୍ରେମ ମଧ୍ୟ କରନ୍ତି, ଯତ୍ନ ମଧ୍ୟ ନିଅନ୍ତି। That means God wants you to be blessed in this place. ଆଉ ପରମେଶ୍ୱର ଚାହାନ୍ତି ଯେ ଏଇ ସ୍ଥାନରେ ଆପଣମାନେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। God wants you to have the most amazing, abundant life in this place. ଆଉ ପ୍ରଭୁ ଚାହାନ୍ତି ଯେ ଆପଣ ଏଇ ଜାଗାରେ ଆଉ ଅଧିକରୁ ଅଧିକ ପ୍ରତ୍ୟେକ ବିଷୟରେ ବୃଦ୍ଧି ପାଆନ୍ତୁ। So live your life to the maximum by following Jesus and by continually seeking the Lord. ଆଉ ଆପଣମାନେ ଏଇ ପ୍ରକାର ଭାବେ ଯୀଶୁଙ୍କୁ ସବୁଦିନ ତାଙ୍କ ଅନୁଗମନ କରନ୍ତୁ, ତାଙ୍କ ପଛରେ ଚାଲନ୍ତୁ ବାକ୍ୟରେ। I see a yoke here. ଆଉ ଏଇ ଜାଗାରେ ଆମେ ଏଇଟା ଦେଖୁଛୁ। I know you put that on top of your cows and you work them. ଆଉ ଆମେ ଏଇଟା ବଳଦ ଉପରେ ପକଉଛୁ ଆଉ ହଳ କରୁଛୁ। Jesus says in Matthew 11, ଆଉ ଯୀଶୁ ମାଥ୍ୟୁ 11 ପର୍ବରେ କୁହନ୍ତି, come to me if you are weary and laden. ଆଉ ଯୀଶୁ କହନ୍ତି ତୁମେ ମୋ ପାଖକୁ ଆସ ଯଦି ତୁମେ ଭାରଗ୍ରସ୍ତ ଅଟ, and I will give you rest. ଆଉ ମୁଁ ତୁମକୁ ବିଶ୍ରାମ ଦେବି। And Jesus says, take my yoke. This one, take my yoke upon you. Jesus ଆଉ says. ଯୀଶୁ କହିଲେ ଏମିତିଆ ଯୋଉ ତମେ ରଖିଛ ଏଇ ପ୍ରକାର ବିଷୟ ମୁଁ ତମକୁ ଦଉଛେ, ତମେ ନିଜ କାନ୍ଧରେ ପକାଅ, You will find rest. ଆଉ ତୁମେ ରେଷ୍ଟ ପାଇବ, ବିଶ୍ରାମ ପାଇବ। Every time you see this, ଯେତେ ପର୍ଯ୍ୟନ୍ତ ଏଇ ବିଷୟ ଦେଖୁଛନ୍ତି ଆପଣ, remember Jesus is with you to lift up your burdens because He cares for you. ଆଉ ଯେତେବେଳେ ଏଇ ସ୍ଥାନରେ ଆପଣ ଏଇ ଯୀଶୁକୁ ଦେଖୁଛନ୍ତି, ଆପଣ ସବୁବେଳେ ଭାବନ୍ତି ଯୀଶୁ ଆପଣଙ୍କ ନିମନ୍ତେ ପ୍ରେମ କରନ୍ତି, ଯତ୍ନ ନିଅନ୍ତି। ହାଲେଲୁୟା, ପ୍ରେଜ୍ ଲର୍ଡ। ଆମେ ସମସ୍ତେ ସମ୍ମୁଖକୁ ଦେଖିବା। So that's the simple message we wanted to just bring to you. ଆଉ ଏଇ ସାଧାରଣ ଆଉ ବହୁତ ପ୍ରେମର ବାର୍ତ୍ତା ଆପଣ ସମସ୍ତଙ୍କ ନିମନ୍ତେ ଆମେ ଆଣିବା ପାଇଁ ଚାହୁଁ। Jesus loves you. ଆଉ ଯୀଶୁ ଆପଣଙ୍କୁ ପ୍ରେମ କରନ୍ତି, He cares for you. ଆପଣଙ୍କର ଯତ୍ନ ନିଅନ୍ତି। And as we close our gathering, we want to pray for you. ଆଉ ଯେତେବେଳେ ଆମେ ସମସ୍ତ ବିଷୟକୁ ସରେଇବା ପାଇଁ ଯାଉଛୁ, ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଚାହୁଁ। If there anyone that is sick in your body, we want to pray for you. ଯାହାର କିଛି ଦେହରେ କଷ୍ଟ ଅଛି, ଯନ୍ତ୍ରଣା ଅଛି, ଯାହାକୁ ଦେହ ଭଲ ଲାଗୁନି, ଆପଣ ଆସିପାରନ୍ତି, ତା ପାଇଁ ଆମେ ପ୍ରାର୍ଥନା କରିବୁ। Because sickness is under the yoke of Satan. ଆଉ ଯୋଉ ଅସୁସ୍ଥତା ଅଛି, ଶୈତାନ ପାଖରେ ଯୋଉ ଏମିତିଆ ଗୋଟେ ଅଛି, ସିଏ ବି ଏମିତିଆ ଅସୁସ୍ଥତା ଆମ ବେକରେ ପକାଏ। But Jesus came to heal us. ଜୁଆଳି। But Jesus came to set us free from the burden of sin and sickness. କିନ୍ତୁ ଯୀଶୁ ଆମକୁ ସମସ୍ତ ପାପରୁ ଆଉ ସମସ୍ତ ରୋଗରୁ ଆମକୁ ମୁକ୍ତ କରିଅଛନ୍ତି। If you have sickness in your body, we want to pray for you right now. ଆଉ ଯଦି ଆପଣଙ୍କ ଶରୀରରେ କୌଣସି ଅସୁସ୍ଥତା ଅଛି, ଆମେ ପ୍ରାର୍ଥନା କରିବା ପାଇଁ ଚାହୁଁଛୁ। Anyone you need prayer for healing, lift up your hand. କିଏ ଯଦି ପ୍ରାର୍ଥନା କରିବା ପାଇଁ ଚାହାନ୍ତି, ଅସୁସ୍ଥତା ଅଛି, ଏମ୍ବ୍ରେଟରୀ ନବାଟେ କଣ ସେଟା ନବା ମାନେ ଦୁର୍ବଳ ଅନୁଭବ କିଛି ନାହିଁ। Just tell them to put their hand where their pain is.
Estaban no